ଅନନ୍ତ ନାରାୟଣ ଧଳ ନାଣ୍ଡୁ ବାବୁ କହିଲେଣି ଯେ ମୋ ବାପା ତ ସରପଞ୍ଚ ଥିଲା, ଇଏ ଭକ୍ତ ଦାସଙ୍କ ବାପା କଣ କରୁଥିଲେ? ଦାନ୍ତ କାଠି ବିକୁଥିଲେ। କଂଗ୍ରେସର ସେଠି ଜିତିବାର ସମ୍ଭାବନା ଅଛି। ଘାସିରାମ ମାଝୀ ପୂର୍ବଥର 50,000 ଉର୍ଦ୍ଧ୍ୱ ଭୋଟ ପାଇଥିଲେ। ଏହି ସମୟରେ ଯଦି ଅନନ୍ତ ନାରାୟଣ ଧଳ ମିଶିଥାନ୍ତେ ଗୋଟେ ରାଜ୍ୟରେ ଗୋଟେ ଅଲଗା ପ୍ରକାର ପ୍ରଭାବ ପଡ଼ିଥାନ୍ତା କଂଗ୍ରେସରେ, ଯେ କଂଗ୍ରେସ ପାଇଁ ଗୋଟେ ଶୁଭଙ୍କର ହେଇଥାନ୍ତା। ମାତ୍ର ଏଇ ଯୋଉ ବ୍ୟକ୍ତିଗତ କଂଗ୍ରେସକୁ ସମ୍ପତ୍ତି ଭାବି ଭକ୍ତ ବାବୁଙ୍କର ଯୋଉ ଭଳି ଆଚରଣ ଆଉ ଉଚ୍ଚାରଣ, ଇଏ କୋଉଠି ନା କୋଉଠି ଲାଗୁଛି କଂଗ୍ରେସକୁ ଏମାନେ ଡୁବେଇ ଦେବେ। ରାଜନୀତି ଦଳର ନିଜ ମହିଳାଙ୍କୁ ସମ୍ମାନ ଦିଅ, ତାପରେ ମହିଳାଙ୍କର ସୁରକ୍ଷା କଥା ଚିନ୍ତା କରିବ। ଭକ୍ତ ଭବନ ହେଇଯାଇଛି, ଆଉ ଭକ୍ତ ନିବାସ ହେଲେ ବି ଭକ୍ତ ଦାସ କାହାର କ୍ୟାରେକ୍ଟର ଉଛଳିବା ଉଚିତ ନୁହଁ। ଇଏ କୋଉଠି ନା କୋଉଠି କଂଗ୍ରେସକୁ ଇଏ ବୁଡେଇବା ପାଇଁ ବୋଧହୁଏ ଭକ୍ତ ଦାସ ଚିନ୍ତା କରୁଛନ୍ତି, ଆଛଡ଼ା ଆଉ କିଛି ନୁହଁ। ଆପଣ କେମିତି ଦେଖୁଛନ୍ତି ଭକ୍ତ ଦାସ ନାଁରେ ନିଜ ନାଁରେ ଯେତେବେଳେ ମାମଲା ରହିଛି, ସେ ଅନ୍ୟ ଉପରେ ଆଙ୍ଗୁଠି ଉଠେଇକି ତା ଉପରେ କେମିତି ଆକ୍ସନ ନେଉଛନ୍ତି? ଭକ୍ତ ଦାସଙ୍କର କୋଉଠି ନା କୋଉଠି ଅହଙ୍କାର ଟିକେ ସୀମା ଲଙ୍ଘୁଛି, ଯେ ସମ୍ପୂର୍ଣ୍ଣ କଂଗ୍ରେସ ଭବନ ତାଲା ପକେଇଦେଲା ଭଳିଆ ଆଉ କଂଗ୍ରେସ କର୍ମୀମାନଙ୍କୁ ଅପମାନ କଲା ଭଳିଆ ଯୋଉ କାମ କରୁଛନ୍ତି, ଏଇଟା ଠିକ ନୁହଁ, କଂଗ୍ରେସ ପାଇଁ ଶୁଭଙ୍କର ନୁହଁ। ବିଶେଷ କରି ନାଣ୍ଡୁଆ ଅନନ୍ତ ନାରାୟଣ ଧଳ ଯିଏ ଗୋଟେ ଯାତ୍ରା ପାର୍ଟି ମାଲିକ, ଜଣେ କଂଗ୍ରେସର ଲୋକ, ସିଏ ଯେତେବେଳେ ତାଙ୍କର ସମର୍ଥକ ନେଇକି ପୁଳାଏ ଲୋକ କଂଗ୍ରେସକୁ ମିଶେଇବା ପାଇଁ ଆସୁଛନ୍ତି, ସେ ସମୟରେ ତାଲା ପକେଇ ବୁଝେଇ ଦଉଛି ଆପଣଙ୍କ କଥାରେ ଗୋଟେ କଥା, ସାଧାରଣ କଥା। ମୁଁ ଆପଣଙ୍କ ଘରକୁ କୁଣିଆ ହେଇକି ଯାଇଛି, ଆପଣ ମୋ ମୁହଁ ଦେଖିକି କବାଟଟା ବନ୍ଦ କରିଦେବେ, ଏଥିରେ କେତେ ବଡ଼ ଅପମାନ ହେଲା। ଯୋଉ ଲୋକଟି ସେଠି ତା କବାଟ ବନ୍ଦ କରିଦେଲା ଦେଖିକି, ସେ କୁଣିଆଟି ଯିଏ ଯାଇଥିବ ତାକୁ ଅପମାନ ଲାଗିବନି? ସେଇଭଳି ଇଏ କଂଗ୍ରେସ ଯେତେବେଳେ ରାଜ୍ୟରେ ତୃତୀୟ ମାନେ ସ୍ଥାନରେ ଅଛି, ସେ ସମୟରେ ଗୋଟେ ବିରାଟ ବଡ଼ ଯାତ୍ରା ପାର୍ଟିର ମାଲିକ, ତାଙ୍କର ପ୍ରତିପତ୍ତି ଲୋକ ଅନନ୍ତ ନାରାୟଣ ଧଳ ମଧ୍ୟ ଯାଜପୁରର ଗୋଟେ ଜଣାଶୁଣା ଚେହେରା, ଯେହେତୁ ସେ ଅନେକ ଲୋକଙ୍କୁ କାମ ଦେଇଛନ୍ତି, ମାନେ ପରିବାର ପେଟ ପୋଷଉଛନ୍ତି। କାହିଁକିନା ଯାତ୍ରା ପାର୍ଟି କରିବା ଗୋଟେ ବିରାଟ ସଂଗଠନ, ସେଠି ଟେକ୍ନିସିଆନଠୁ ଆରମ୍ଭ କରି ସମସ୍ତଙ୍କୁ ପଇସା ଦେବାକୁ ପଡେ। ସେ କେତେ ଲୋକଙ୍କ ଘର ଚଳଉଛନ୍ତି। ସିଏ ଯଦି ତାଙ୍କର ପୁଳାଏ ସମର୍ଥକ ନେଇକି ଆସିଥିଲେ, ତମେ ଏ ବାବଦରେ ଆଲୋଚନା ମାଧ୍ୟମରେ କଣ ସମାଧାନ ହେଇପାରିନଥାନ୍ତା? ନା କଂଗ୍ରେସରେ କେବଳ ଭକ୍ତ ଦାସ ଅଛନ୍ତି, ଆଉ ବଡ ବଡ ନେତା କେହି ନାହାନ୍ତି? ଇଏ ଆଙ୍କ ଭିତରେ କଥାବାର୍ତ୍ତା ହେଇ ଆଲୋଚନା ମାଧ୍ୟମରେ ମଧ୍ୟ ଏ କଥା ସମାଧାନ ହେଇଯାଇ ପାରିଥାନ୍ତା। ମାତ୍ର ଆଲୋଚନା ନକରି ଇଏ କୋଉଠି ନା କୋଉଠି ଗୋଟେ କଣ ତାଙ୍କୁ କଂଗ୍ରେସ ଭବନ ବନ୍ଦ କରିଦବା, ଇଏ ଗୋଟେ ସାରା ଓଡ଼ିଶାରେ କଂଗ୍ରେସ କର୍ମୀ ମାନଙ୍କୁ ଅପମାନ। ବିଶେଷ କରି ଯୋଉମାନେ କଂଗ୍ରେସରେ ମିଶିବାକୁ ଆସିଥିଲେ, ଯୋଉ 2-3 ହଜାର ଲୋକ, ସେ ଲୋକଙ୍କୁ ମଧ୍ୟ ଅପମାନ। ଭକ୍ତ ଦାସ କହିଲେ ମୁଁ ତାକୁ ମିଶେଇବି ନାହିଁ, ମନା କରିଥିଲେ, ସେ କାହିଁ ଆସିଥିଲେ? ନାଇଁ ନା, ମନା କରିଥିଲେ ଭକ୍ତ ଦାସ ମନା କରି, ଭକ୍ତ ଦାସ କହୁଛନ୍ତି ସିଏ ମହାପୁରୁଷ ନା କଣ, ତାଙ୍କ ପରିବାର କିଏ ମହାପୁରୁଷ ଥିଲେ ନା କଣ, ମୁଁ ତାଙ୍କୁ ମିଶେଇ ଦେବି। ଏ ସବୁ କଥା, ଏଇଭଳିଆ ସବୁ ଅହଙ୍କାରର କଥା। ଖାଲି ମହାପୁରୁଷଙ୍କ ଛୁଆ ମିଶିବେ, ଆଉ କେହି ମିଶି ପାରିବେନି। ଆଉ ଏବେ ତ ସେ ନାଣ୍ଡୁ ବାବୁ କହୁଛନ୍ତି, ତମେ ତ ଭକ୍ତ ଦାସ ଯୋଉ କଥା କହିଲେ ନାଣ୍ଡୁ ବାବୁଙ୍କୁ, ଯେ ତମେ ଯାତ୍ରା ପାର୍ଟି ମାଲିକ, ଇଏ ସିଏ ଦୁନିଆ କଥା ତାଙ୍କୁ କହିଲେ ତିରସ୍କାର କରିକି। ବର୍ତ୍ତମାନ ଅନନ୍ତ ନାରାୟଣ ଧଳ ନାଣ୍ଡୁ ବାବୁ କହିଲେଣି ଯେ ମୋ ବାପା ତ ସରପଞ୍ଚ ଥିଲେ, ଇଏ ଭକ୍ତ ଦାସଙ୍କ ବାପା କଣ କରୁଥିଲେ? ଦାନ୍ତ କାଠି ବିକୁଥିଲେ। ଇଏ ସବୁ କଥା ହେଲା ପରେ ଭକ୍ତ ଦାସଙ୍କର ଗାରିମା ବଢୁଛି ନା କମୁଛି ମତେ କୁହନ୍ତୁ? ଯଦି କେହି କଂଗ୍ରେସରେ ମିଶିବା ପାଇଁ କହିଥିଲେ, ଯେତେବେଳେ ନୂଆପଡା ଗୋଟେ ସମ୍ବେଦନଶୀଳ ନିର୍ବାଚନ ଉପନିର୍ବାଚନ ଲଢୁଛି, କିଏ? କଂଗ୍ରେସର ସେଠି ଜିତିବାର ସମ୍ଭାବନା ଅଛି। ଘାସିରାମ ମାଝୀ ପୂର୍ବଥର 50,000 ଉର୍ଦ୍ଧ୍ୱ ଭୋଟ ପାଇଥିଲେ। ଏହି ସମୟରେ ଯଦି ଅନନ୍ତ ନାରାୟଣ ଧଳ ମିଶିଥାନ୍ତେ ଗୋଟେ ରାଜ୍ୟରେ ଗୋଟେ ଅଲଗା ପ୍ରକାର ପ୍ରଭାବ ପଡ଼ିଥାନ୍ତା କଂଗ୍ରେସରେ, ଯେ କଂଗ୍ରେସ ପାଇଁ ଗୋଟେ ଶୁଭଙ୍କର ହେଇଥାନ୍ତା। ମାତ୍ର ଏଇ ଯୋଉ ବ୍ୟକ୍ତିଗତ କଂଗ୍ରେସକୁ ସମ୍ପତ୍ତି ଭାବି ଭକ୍ତ ବାବୁଙ୍କର ଯୋଉ ଭଳି ଆଚରଣ ଆଉ ଉଚ୍ଚାରଣ, ଇଏ କୋଉଠି ନା କୋଉଠି ଲାଗୁଛି କଂଗ୍ରେସକୁ ଏମାନେ ଡୁବେଇ ଦେବେ। ତାର ଉଦାହରଣ ନବା ଯଦି, ଯୋଉ ଷ୍ଟାର ପ୍ରଚାରକ ତାଲିକାରେ ରମେଶ ଜେନାଙ୍କ ନାଁ ନ ରଖିବା, ସୋଫିଆ ଫିରଦୋସଙ୍କ ନାଁ ନ ରଖିବା, ତାଙ୍କ ବାପାଙ୍କ ନାଁ ନ ରଖିବା, ନିହାର ଆହୁରି କେତେ ଜଣ ଅଛନ୍ତି ଭଲ ଭଲ, ଯୋଉମାନେ କଂଗ୍ରେସ ପାଇଁ ଦିନ ଯୁବ ସଭାପତିଙ୍କ ନାଁ ନ ରଖିବା। କାହିଁକିନା ଏମାନେ କଂଗ୍ରେସ ପାଇଁ ବାହାରେ ଭିତରେ ସବୁ ଜାଗାରେ ଫାଇଟ୍ କରୁଛନ୍ତି। ଏମାନଙ୍କ ନାଁ ନ ରଖି ଭକ୍ତ ଦାସ କଣ ପ୍ରମାଣ କରିବାକୁ ଚାହୁଁଛନ୍ତି, ଆଉ ସେଠି କେମିତି ନିର୍ବାଚନ ଜିତିବେ? କାହା ବଳରେ ଭକ୍ତ ଦାସ ଏତେ ଅହଙ୍କାର କରୁଛନ୍ତି? କଂଗ୍ରେସକୁ ଯଦି ଏଠି
ଆହୁରି ବୃଦ୍ଧି କରିବାର ଅଛି ତାହେଲେ ଏଇଭଳି ଷ୍ଟାର ପ୍ରଚାରକ ଯୋଉମାନେ ତାଙ୍କର ଗୋଟେ ଫେସ୍ ଭ୍ୟାଲୁ କ୍ରିଏଟ୍ କରୁଛନ୍ତି ଲୋକମାନଙ୍କୁ ମୋଟିଭେସନ କରିପାରୁଛନ୍ତି ସେଇଭଳି ଲୋକଙ୍କୁ ନବା କଥା। ଆଉ ଭକ୍ତ ଦାସ ଭାବୁଛନ୍ତି କି ସିଏ ଏକା ଚାଲାକ ବାକି ସବୁ ମୂର୍ଖ? ନାଇଁ ନାଇଁ ଭକ୍ତ ଦାସ ଏକୁଟିଆ କଂଗ୍ରେସର ଲୋକ କଂଗ୍ରେସର ଠିକା ନେଇଛନ୍ତି। ଆଉ ନାଣ୍ଡୁବାବୁ ବୋଧେ ଠିକା ନାଣ୍ଡୁବାବୁଙ୍କ ତ କୋଉ କାଳରୁ କଂଗ୍ରେସର ଲୋକ ସେ କଂଗ୍ରେସରେ କିନ୍ତୁ ଏମିତି ୟା ଦ୍ୱାରା କଣ ହେଲା ଯେ ତାକୁ ଯୋଉ ଅପମାନ ହେଲା ଇଏ ନାଣ୍ଡୁବାବୁ ଗୋଟେ ସାରା ଓଡିଶାରେ ଗୋଟେ ନାଣ୍ଡୁବାବୁଙ୍କୁ ଅପମାନ ହେଇଛି। ସେ ଯେତିକି କଂଗ୍ରେସ କର୍ମୀ ଆସିଥିଲେ ତାଙ୍କୁ ଅପମାନ ହେଇଛି ଯେ ସିଏ କଂଗ୍ରେସର ଲୋକ ସେ ମିଶିବାକୁ ଆସିଥିଲେ ତମେ କାହିଁ ମିଶେଇଲନି? ନାଣ୍ଡୁବାବୁ ଅପମାନ ହେଲେ ଆପଣଙ୍କର କଣ ଲାଗୁଛି? ନାଇଁ ନାଣ୍ଡୁବାବୁଙ୍କୁ ଆପଣଙ୍କୁ କାହିଁକି ଏଠି ବ୍ୟକ୍ତ ଲାଗିବ? ନାଇଁ ନାଣ୍ଡୁବାବୁଙ୍କୁ ଯେତେବେଳେ ଏ କଥାକୁ ଆରେ ବୁଝିପାରୁନାହାନ୍ତି ଜଣକ ସିଏ ଆସିଛନ୍ତି ମିଶିବା ପାଇଁ ତାଙ୍କୁ ଯେତେବେଳେ ଗେଟ୍ ଟା ଦିଆ ହେଇଯାଉଛି କଂଗ୍ରେସ ତାଲା ପକେଇ ଦିଆହଉଛି ସାଧାରଣ ଲୋକ କଣ କହୁଛନ୍ତି ନାଣ୍ଡୁବାବୁଙ୍କ ପ୍ରତି ଲୋକଙ୍କର କଣ ଭାବନା ହଉଛି? ଆରେ ଭାଇ ତମେ ଯୋଉଠିକି ଯାଇଥିଲ ମିଶିବାକୁ ଦେଖ ସେ ତାଲା ପକେଇ ଦେଇଛି ଏଠି କିଏ ଅପମାନ? ଭକ୍ତ ଦାସ ଯଦି ନିଜ ଘର ନ ଭାବିଥାନ୍ତେ ତାଲା ପକେଇ ଦେଇଥାନ୍ତି। ସେଥିପାଇଁ ଆମ ଓଡିଶାରେ ଆହୁରି ବରିଷ୍ଠ ନେତା ମାନେ ଥିଲେ ଭକ୍ତ ଦାସ ଯଦି କହିଥାନ୍ତେ ଯେ ନାଣ୍ଡୁ ଅନନ୍ତ ନାରାୟଣ ଧଳ ଆସୁଛନ୍ତି ତମେ ତାଙ୍କୁ 5 ଜଣ ଅପେକ୍ଷା କର ତାଙ୍କୁ ମିଶେଇ ଦିଅ। କଂଗ୍ରେସ ଭବନଟା ଆଉ କଂଗ୍ରେସ ଭବନ ହେଇକି ନାହିଁ ଇଏ ଗୋଟେ ସ୍ୱତନ୍ତ୍ର ଭକ୍ତ ଭବନ ହେଇଯାଇଛି। ଭକ୍ତ ଭବନ ହେଇଯାଇଛି ଆଉ ଭକ୍ତ ନିବାସ ହେଇଯାଇଛି। ଭକ୍ତ ନିବାସ ହେଲେ ବି ଭକ୍ତ ଦାସ କାହାର କ୍ୟାରେକ୍ଟର ଉଛଳିବା ଉଚିତ ନୁହଁ। ଅନନ୍ତ ନା କାହାର କ୍ରିମିନାଲ ଆକ୍ଟିଭିଟି ନାହିଁ। ଭକ୍ତ ଦାସ କହିପାରିବେ କି ଯେତିକି କଂଗ୍ରେସର ଲୋକ ଅଛନ୍ତି ତାଙ୍କ ଭିତରେ କ୍ରିମିନାଲ ଆକ୍ଟିଭିଟି ଅଛି କି ନାହିଁ? କାହାର ନା କୌଣସି ରାଜନୀତି ବିଜେପି ହଉ ବିଜେଡି ହଉ କାହାର ନାହିଁ। ସବୁ ରାଜନୀତି ପାର୍ଟିରେ କୋଉଠି ନା କୋଉଠି ଗୋଟେ କାହାର ରେକର୍ଡ ଥାଇପାରେ କୋଉଠି କିଏ ଝଗଡା କରିଥାଏ କଣ ହେଇଥାଏ କେସ୍ ବାସ ନେତାଙ୍କ ନାଁରେ ହଏ କିନ୍ତୁ ଏଠି ଗୋଟେ ନିର୍ଦ୍ଦିଷ୍ଟ ଭାବରେ ଜଣକ ଚରିତ୍ର ସଂହାର କରିବା ଇଏ କଶ୍ମୀର କାଳେ ଏଟା ଗ୍ରହଣୀୟ ନୁହଁ। ଭକ୍ତ ଦାସ ଏଡ ବଡ ନିର୍ବାଚନ ଲଢିଲା ବେଳେ ଏଭଳି କାମ କରି କଂଗ୍ରେସକୁ ଏମାନେ ତଳିତଳାନ୍ତ କରିବାକୁ ଭକ୍ତ ଦାସ ଚାହୁଁଛନ୍ତି ନା କଂଗ୍ରେସକୁ ଆହୁରି ବୃଦ୍ଧିମନ୍ତ କରିବାକୁ ଆହୁରି ସଶକ୍ତ କରିବାକୁ ଚାହୁଁଛନ୍ତି? ଆଉ ଗୋଟେ କଥା ହଉଛି କୁଆଡେ ଭକ୍ତ ଦାସ 50 ଲକ୍ଷ ଟଙ୍କା ମାଗିଥିଲେ ତାଙ୍କୁ ନ ମିଳିଲାରୁ ଡିଲ୍ କ୍ୟାନ୍ସଲ ହେଲା। ଆରମ୍ଭରୁ ତ ମୁଁ କହୁଛି ଯଦି ନାଣ୍ଡୁବାବୁଙ୍କୁ ଏକଥା ପ୍ରମାଣ ଅଛି ନାଣ୍ଡୁବାବୁ ସାଙ୍ଗେ ସାଙ୍ଗେ ଦେଖେଇ ଦିଅ ଏକଥା ଦେଖେଇ ଦିଅ ଦେଖେଇ ଦେଲେ ଭକ୍ତ ଦାସଙ୍କର ମାନେ ଅସଲି ଚେହେରା ସାମ୍ନାକୁ ଆସିବ। ଯଦି ନାଣ୍ଡୁବାବୁଙ୍କ ପାଖରେ ଏକଥାର ପ୍ରମାଣ ଅଛି ଯଦି ନାହିଁ ତାହେଲେ ଏକଥାରୁ ଦୂରେଇ ରହିବା ଉଚିତ ମୁଁ କହିବି। କାରଣ ସେ ଯାହାହେଲେ ଜଣେ ପିସିସି ସଭାପତି ତାଙ୍କୁ ଏଭଳି ତାଙ୍କ ନାଁରେ ଆଲିଗେସନ ଲଗେଇବା ଉଚିତ ନୁହଁ। କିନ୍ତୁ ପିସିସି ସଭାପତି ତ ଆଜି ପର୍ଯ୍ୟନ୍ତ ତାଙ୍କ ବିଧାୟକ ମାନଙ୍କୁ ସପୋର୍ଟ କରୁନାହାନ୍ତି ତାଙ୍କ ପିଲାଙ୍କୁ ସପୋର୍ଟ କରୁନାହାନ୍ତି ଇଏ କି ପ୍ରକାର ପିସିସି ସଭାପତି? ନାଇଁ ମତେ ତ ଆଶ୍ଚର୍ଯ୍ୟ ଲାଗୁଛି କଂଗ୍ରେସ ଗୋଟେ ଯେତେବେଳେ ଶରଦ ପଟ୍ଟନାୟକ ଥିଲେ ଅନେକ ଅସନ୍ତୋଷର ବାତାବରଣ ସୃଷ୍ଟି ହଉଥିଲା ସେ ସମୟରେ ବର୍ତ୍ତମାନ ଯେତେବେଳେ ଇଏ ଶରଦ ପଟ୍ଟନାୟକ କଣ ଭକ୍ତ ଦାସ ଆସିଲେ ଲୋକ କଂଗ୍ରେସ କର୍ମୀଙ୍କ ଭିତରେ କଂଗ୍ରେସ ନେତାଙ୍କ ଭିତରେ ଗୋଟେ ଆଶା ଉଦ୍ଦୀପନା ଥିଲା ଇଏ ସମସ୍ତଙ୍କୁ ନେଇକି ଚାଲିବେ। ମାତ୍ର ଭକ୍ତ ଦାସ ସମସ୍ତଙ୍କୁ ନେଇକି ଚାଲିବା ପ୍ରତିବଦଳରେ ଏଠି ଯୋଉ ଗୋଟେ ସାଧାରଣ ଲୋକମାନଙ୍କୁ ତାଙ୍କ କଂଗ୍ରେସ କର୍ମୀ ମାନଙ୍କୁ ଏଭଳି ଆଚରଣ ଉଚ୍ଚାରଣ କରିବା ଆଉ ବିଶେଷ କରି ସାମ୍ବାଦିକ ମାନଙ୍କୁ ଟିକେ ନାଲି ଆଖି ଦେଖେଇବା ଇଏ କୋଉଠି ନା କୋଉଠି ଇଏ ଲୋକଙ୍କର ବରଦାସ୍ତ ହଉନି। ଏହା ଦ୍ୱାରା ମହିଳାଙ୍କ ପାଇଁ ଆଗକୁ ଆସୁଛନ୍ତି ମହିଳାଙ୍କ ନାରା ଦଉଛନ୍ତି ସମ୍ବିଧାନ ବଞ୍ଚାଓରେ କହୁଛନ୍ତି ମହିଳାଙ୍କ ସୁରକ୍ଷା କିନ୍ତୁ ତାଙ୍କରି ନିଜ ମହିଳାଙ୍କୁ ସେ ଠିକ ଭାବରେ ବ୍ୟବହାର ଠିକ କରିନାହାନ୍ତି ତାଙ୍କୁ ଉଚିତ ସମ୍ମାନ ଯୋଗାଇନାହାନ୍ତି। ଶୁଣନ୍ତୁ ସବୁ ଜାଗାରେ କଥା ଗୋଟେ ଅଛି ଯାଦୁଆ ବିକୁଛି ଯାଦୁର ମଲମ। ଏଠି କଥା ହଉଛି ଆଗ ତମେ ତମ ରାଜନୀତି ଦଳରେ ମହିଳାଙ୍କୁ ସମ୍ମାନ ଦିଅ ଯେକୌଣସି ରାଜନୀତି ଦଳ ହଉ ରାଜନୀତି ଦଳର ନିଜ ମହିଳାଙ୍କୁ ସମ୍ମାନ ଦିଅ ତାପରେ ମହିଳାଙ୍କର ସୁରକ୍ଷା କଥା ଚିନ୍ତା କରିବ। ଯେହେତୁ ରାହୁଲ ଗାନ୍ଧୀ ସମ୍ବିଧାନ ବଞ୍ଚାଇବା କଥା କହୁଛନ୍ତି ସିଏ ଭକ୍ତ ଦାସ କହୁଛନ୍ତି କଂଗ୍ରେସ କର୍ମୀ କହୁଛନ୍ତି ସେଥିରେ କିଛି ଅସୁବିଧା ନାହିଁ। ଏଠି ଭକ୍ତ ଦାସ ଏଠି କଥା ପଡିଛି ଭକ୍ତ ଦାସଙ୍କର କଂଗ୍ରେସ ଦଳ ନୁହଁ କଂଗ୍ରେସ ବିରାଟ ବଡ ଦଳ କେତେ ପିସି ସଭାପତି ଗଲେଣି ଆଇଲେଣି କିନ୍ତୁ ଭକ୍ତ ଦାସଙ୍କର ଏଇ ଯୋଉ ଅହଙ୍କାର ଇଏ କୌଣସି ସମୟରେ ବରଦାସ୍ତ ନୁହଁ। କାହିଁକି ନା ଆପଣ ଏତେ ଅହଙ୍କାର କାହାକୁ ନେଇ କରୁଛନ୍ତି? ଆପଣ ତ କଂଗ୍ରେସର ଲୋକ କଂଗ୍ରେସ କର୍ମୀ କେମିତି ବୃଦ୍ଧି ହେବେ ରାଜ୍ୟରେ କଂଗ୍ରେସ ଆଡକୁ ଲୋକ କଂଗ୍ରେସ ପ୍ରତି ଭଲ ପାଇବା ବଢିବ କଂଗ୍ରେସ ଆହୁରି ଆଗକୁ କେମିତି ଯିବ ସେ ବାବଦରେ ଚିନ୍ତା କରିବା କଥା। ଯେକୌଣସି ଲୋକ ଯଦି କଂଗ୍ରେସରେ ମିଶିବାକୁ ଚାହୁଁଛି ମିଶିବାର ଅସୁବିଧା କଣ ଅଛି? ସାଧାରଣ କର୍ମୀଟେ ଯଦି ମିଶି ପାରୁଛନ୍ତି ଅନନ୍ତ ନାରାୟଣ ଧଳ ଗୋଟେ ଏଡ ବଡ ଯାତ୍ରା ପାର୍ଟିର ମାଲିକ ପ୍ରତିପତ୍ତି ଲୋକ ମିଶିବାର ଅସୁବିଧା କୋଉଠି ଥିଲା? ମାତ୍ର ସେ ତାଙ୍କୁ ଏଭଳି ଅପମାନ ଇଏ କୋଉଠି ନା କୋଉଠି କଂଗ୍ରେସକୁ ଇଏ ବୁଡେଇବା ପାଇଁ ବୋଧହୁଏ ଭକ୍ତ ଦାସ ଚିନ୍ତା କରୁଛନ୍ତି ଆଛଡା ଆଉ କିଛି ନୁହଁ।